ଆଜ୍ଞା ମୋ ନାଁ ହେଉଛି ଆବୁ ବକର ଖାନ୍। ମୁଁ କୋରାପୁଟ ଟାଉନ୍ ବାସିନ୍ଦା। ମୁଁ ବର୍ତ୍ତମାନ ଯେଉଁ ଆମର ଓଡ଼ିଶା ସରକାରଙ୍କର ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେଉଁ ଜାତୀୟ କଂଗ୍ରେସ ପ୍ରେସିଡେଣ୍ଟ ଶରତ ଚନ୍ଦ୍ର ପଟ୍ଟନାୟକ ଆଉ ବାହାରୁ ମଧ୍ୟ ଦିଲ୍ଲୀ ଆଡ଼ୁ ଯେଉଁ ମାନ୍ୟବର ବ୍ୟକ୍ତିମାନେ ଆସୁଛନ୍ତି ସେମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆମେ ଚାହୁଁଛୁ ଏବଂ କିଭଳି ଭାବରେ ମୁସଲିମ ଲୋକମାନଙ୍କର ଉନ୍ନତି ହେବ। ପର ମୁହୂର୍ତ୍ତରେ ଯେତେବେଳେ କଂଗ୍ରେସ ପାର୍ଟି ଶାସନକୁ ଆସିବ ଆମେ ସେତେବେଳେ କିଭଳି କଂଗ୍ରେସ ସରକାରଙ୍କ ଠାରୁ ସାହାଯ୍ୟ ସହାନୁଭୂତି ନେବୁ ସେଥିପାଇଁ ଆମେ ଆଜି ଦେଖା କରିବାକୁ ଆସିଛୁ ଏଠିକି। ତେଣୁ ଏଇ କଥା କିଭଳି ସେ ଆସିବେ ସେଇଟାକୁ ଆମେ ଚିନ୍ତା କରୁଛୁ। କଂଗ୍ରେସ ଯେତେବେଳେ ଶାସନ କରୁଥିଲା ଆମେ ବହୁତ କିଛି ପାଉଥିଲୁ। ବର୍ତ୍ତମାନ ଅନ୍ୟ ଗଭର୍ଣ୍ଣମେଣ୍ଟ ଚଲାଉଛି, ସଂସ୍ଥା ଚଲାଉଛି, ସରକାର ଚଲାଉଛି। ବର୍ତ୍ତମାନ ବହୁତ ପ୍ରକାର ଅସୁବିଧାମୂଳକ କାର୍ଯ୍ୟପନ୍ଥା ଅନୁସରଣ କରୁଛନ୍ତି, ଯାହାକି ମାଇନରିଟି କମିଶନ ମାଇନରିଟି ଲୋକଙ୍କ ଉପରେ ଅତ୍ୟାଚାର ଭଳିଆ କାରଣ ସବୁ ରହୁଛି। ସେଥିପାଇଁ ଆମେ ଆସିକି ଆମର ଦୁଃଖ ଜଣାଇବୁ। ଭବିଷ୍ୟତରେ ଆମକୁ କିଭଳି ମାନେ ଜାତୀୟ କଂଗ୍ରେସ ଆମକୁ ସାହାଯ୍ୟ କରିବେ ଆଉ ସବୁ ପ୍ରକାର ସୁବିଧା ଯୋଗାଇବେ ସେଥିପାଇଁ ଆମେ ଆସିକି ସମସ୍ତେ ସୌଜନ୍ୟମୂଳକ ଦେଖା କରିବାକୁ ଆସିଛୁ। ଆଶା ଅଛି କଂଗ୍ରେସ ଯଦି ଆସିବେ ଶାସନକୁ ତାହେଲେ ନିଶ୍ଚିତ ଭାବରେ କିଛି ଫାଇଦା ପାଇବୁ, ବହୁତ କିଛି ଫାଇଦା ପାଇବୁ ବୋଲି ଆଶା ରଖିଛୁ।